ସ୍ୱର୍ଗତ ପୂର୍ବତନ ବିଧାୟକ ନାକା କାହ୍ନାୟାଙ୍କ 34ତମ ଶ୍ରାଦ୍ଧ ବାର୍ଷିକୀ ଦିବସ ପାଳିତ। ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥିତ ସ୍ୱର୍ଗତ ପୂର୍ବତନ ବିଧାୟକ ନାକା କାହ୍ନାୟାଙ୍କ 34ତମ ଶ୍ରାଦ୍ଧ ବାର୍ଷିକୀ ଦିବସ ପାଳିତ ହୋଇଯାଇଛି। ସ୍ୱର୍ଗତ ନାକା କାହ୍ନାୟାଙ୍କ ଜ୍ୟେଷ୍ଠ ପୁତ୍ର ନାକା ନୁକାଲ ରାଜୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମାନସ ମାଡକାମି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଡ଼ିଆ ଥାନା ଅଧିକାରୀ ସନ୍ତୋଷ ମାଝୀ, ପଡ଼ିଆ ସମିତି ଅଧ୍ୟକ୍ଷା ଦେବେ ମାଡ଼ି, ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ଏନ୍ ରାଘବ ରାଓ, ଏମ୍ଡି ଫାରୁକ, ପଡ଼ିଆ ସରପଞ୍ଚ ଗଙ୍ଗା କାରାମ, ପଡ଼ିଆ ଏବିଇଓ ରୁଞ୍ଜି ଏସ୍ ଦାସ, ପଡ଼ିଆ ଲ୍ୟାମ୍ପସ ଏମ୍ଡିଏସ୍ ରାଜେନ୍ଦ୍ର ପ୍ରସାଦ, ପଡ଼ିଆ ଦମକଳ ଅଧିକାରୀ ବୀରେନ୍ଦ୍ର ସିଂ, ମାଟିରୁ ସରପଞ୍ଚ ଲକ୍ଷ୍ମଣ ମାଡକାମି, ମାଝୀ ସତ୍ୟନାରାୟଣ, କେ ଦେବେନ୍ଦ୍ର ରାଓ, ଚିନାମ ଏଙ୍ଗିଲାୟା, ସିଙ୍ଗା ମାଡକାମି, ସିଏଚ୍ ରେବିଟ କୁମାର, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ସରକାର, ବାପାନପଲ୍ଲୀ ସରପଞ୍ଚ ମେଧା ବଗାମ, ବିଶୋଇ ରାଜୁ ସମେତ ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ସହ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସର୍ବପ୍ରଥମେ ଉପସ୍ଥିତ ସମସ୍ତ ଅତିଥିମାନେ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ ପରେ ଉପସ୍ଥିତ ଅତିଥିମାନେ ସ୍ୱର୍ଗତ ଶ୍ରୀ କାହ୍ନାୟାଙ୍କ ଉପରେ ନିଜ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସେ କାହ୍ନାୟାଙ୍କ ଧର୍ମପତ୍ନୀ ନାକା ବିକ୍ଷାମାମାଙ୍କ ସମେତ ତାଙ୍କ ସମସ୍ତ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲାରୁ ନାକା ରବି କୁମାରଙ୍କ ରିପୋର୍ଟ, ସମ୍ବିଧାନ ନ୍ୟୁଜ।